ରାଧେ ରାଧେ ସାଙ୍ଗମାନେ, ଜୟ ଜଗନ୍ନାଥ। ସାଙ୍ଗମାନେ ଦେଖନ୍ତୁ, ଏଇ ଯୋଉ ଭଦ୍ର ପିଲାଟି ମୋ ପାଖରେ ଆଜି ଶୋଇପଇଲା ହେଲା କି, ଏ ଭଦ୍ର ପିଲାଟିର କଥା ଶୁଣିଲେ ଆପଣ ହସିବେ। ଇଏ ମତେ କହୁଛି, ଆସୁ ଆସୁ ଯାଇଥିଲା ଆଜି ମୋ ଭଉଣୀ ଘରକୁ ସକାଳୁ, କହୁଛି ମୁଁ ଆଜି ପୂଜା ହେଇଛି, ଆଜି ଆଉ ଏଇ ଡ୍ରେସ୍ ଓହ୍ଲେଇବି କି ଆଉ ଆଜି କିଛି କରିବିନି, ଆଜି ଆଉ କିଛି ନାହିଁ, ଏଇ ଡ୍ରେସ୍ ପିନ୍ଧିକି ରହିଲି। ଏକାଥରେ ରାତିରେ ବାଲିଯାତ୍ରା ଆଜି ପଡ଼ିଆ ଯିବି, ସେଠୁ ଆସିଲା ପରେ ଯାହା ହବ, କିନ୍ତୁ ଆଉ ଡ୍ରେସ୍ ଓହ୍ଲାଇଲି ନାହିଁ। ମୁଁ ଆଜି ପୂଜା ହେଇଛି, ପୂଜା ହେଇଥିଲେ ଆଉ ସିଏ ଆଉ ଆଜି ଆଉ ଏ ଡ୍ରେସ୍ ଓହ୍ଲା ହବନି କି ଆଉ କିଛି କାମ ଫାମ କରିବନି। ଯୋଉ ତ କାମ କରେ ଆଜ୍ଞା, ଆପଣ ଦେଖିଲେ କାବା ହେବେ, ଟୋଟାଲି କାମ ଜାଣିନାହିଁ ହେଲା। ଆଉ ଆଉ କହୁଛି କଣ ନା, ମୁଁ ଆଜି ପୂଜା ହେଇଛି। ଆଉ ତାପରେ ସାଂସ୍କୃତିକ ପ୍ରୋଗ୍ରାମରେ ବଢ଼ିଆ ବଢ଼ିଆ ଆସୁଛନ୍ତି ସମସ୍ତେ ସିଙ୍ଗର, ବହୁତ ସୁନ୍ଦର ସୁନ୍ଦର ସିଙ୍ଗର ଆସୁଛନ୍ତି। କାଲି ତ ପୁରା ସେଠି ପୁରା ବହୁତ ଫରେନର, ସାଉଥ କୋରିଆରୁ ଆସିଥିଲେ, ବହୁତ ଫରେନର ଆସିଥିଲେ ଦେଖିବା ପାଇଁକି। ମାନେ ସେମାନେ ଯେତିକି ଭଲ ଦେଖାଯାଉଥାନ୍ତି, ତାଙ୍କ ବିହେଭିଅର ବି ବହୁତ ଭଲ। ଆଉ ତାପରେ ଆମେ ଗଲୁ, ତାଙ୍କ ପାଖରେ ବସିଲୁ, ଫଟୋ ଉଠେଇଲୁ। ଆଉ ସିଏ ତ ଓଡ଼ିଆ ଗୀତରେ ସିଏ ନିଜେ ଡାକିଲେ ସେ ସିଙ୍ଗରକୁ ଯେ ଆସ ତଳକୁ। ସେ ତଳକୁ ସିଙ୍ଗର ପୁରା ଦୌଡ଼ିକି ଆସିଲେ, ସିଏ ମାନେ ନାଚି ପୁରା ଧୂଆଁ କରିଦେଲେ ସେ ଜାଗାକୁ। ବହୁତ ଭଲ ଲାଗିଲା। ମୋ ଝିଅ କହୁଛି ମତେ ଟିକେ କିଏ ଗୀତ ବୋଲିବା ଡାକନ୍ତେ ନାହିଁ। ଆକ୍ଚୁଆଲି ତା ଭଏସ୍ ବହୁତ ବଢିଆ, କିନ୍ତୁ ସେ ସମୟ ହୁଏତ ଆସେନି, ସ୍କୋପ୍ ମିଳିବା ଦରକାର। ତୁ ତ ହଉଛୁ ଓଡ଼ିଶୀ ଡ୍ୟାନ୍ସର। ଆଉ ସାଙ୍ଗମାନେ, ମୋ ଝିଅର ଗୀତ ମୁଁ ଗୋଟେ ପକେଇକି ଦେଖିବି, ସେଇଟା ଗୋଟେ ଦେଖୁନାହାନ୍ତି। ମୁଁ ମୋର ଶୁଣୁଛି ସତ୍ସଙ୍ଗ, ଭାଗବତ ଶୁଣୁଛି, ସେ ସେତିକି ଭଳିଆ କାନରେ ଗୋଟେ ଦେଇକି ମନେ ମନେ ବୋଲୁଛି। ତାପରେ ମୋର ସତ କଥା ଧ୍ୟାନ ନଥିଲା, ମୁଁ ପଛରେ ଯେତେବେଳେ ଦେଖି ଡାଉନଲୋଡ୍ ମରାଇଛି ଗୀତଟା, ମୋତେ ଟିକେ ଭଲ ଲାଗିଲା। ମୁଁ ଦେଖି ମୋ ସାଙ୍ଗମାନଙ୍କୁ ଟିକେ ଶୁଣେଇବା। ଆଉ ଆକ୍ଚୁଆଲି ତା ଭଏସ୍ଟା ଭଲ ଯେ, ଆଉ ଟିକେ ଶିଖେଇଲେ ଏଇ ଭଏସ୍ଟା ଟିକେ ଆହୁରି ବଢ଼ିଆ ହୁଅନ୍ତା। ତ ଶିଖେଇବୁ, ଯୋଉଠି ଶିଖଉଛୁ ସିଏ କଣ, ସେ 2-4 ଦିନ ସତ୍ୟ ବିହାରରେ ସିଏ ଶିଖେଇଲା। ହଁ, ସେ ଛୋଟିଆ ଝିଅଟା, ସିଏ କ୍ଲାସ୍ ଠିକ୍ ସେ କରୁନାହାନ୍ତି ହେଲା କି, 2 ଦିନ ସପ୍ତାହ କ୍ଲାସ୍ ଭଲସେ କରୁନାହାନ୍ତି। ତେଣୁକରି ଆଉ ଶିଖିପାରୁନାହିଁ ଗୀତ। ଗୋଟେ ଭଲ ସେମିତି ହେଲେ ଗୋଟେ ଶିଖେଇବା ମାଷ୍ଟର ମିଳିଲେ ନିହାତି ଶିଖେଇବି। ଆଉ ଏବେ ସେ ଓଡ଼ିଶୀ ଶିଖୁଛି, ଓଡ଼ିଶୀ ଡ୍ୟାନ୍ସର ସିଏ। ତାର ପ୍ରୋଗ୍ରାମ ଅଛି ରବୀନ୍ଦ୍ର ମଣ୍ଡପରେ। ଆଉ ତାପରେ ସିଏ କହୁଛି ଯେ ମତେ ଡାକନ୍ତେ ଗୀତ ବୋଲିବାକୁ। ତୋତେ ଡାକିବି କାହିଁକି, ତୁ ନିଜେ ନିଜେ ଯାଇକି କହୁନୁ ମୁଁ ବୋଲିବି। ତୁ କହିବୁ ଯଦି ମୁଁ ନିଶ୍ଚିନ୍ତ ତାଙ୍କ ଆଗରେ ଯାଇକି କହିବି, 100% ସ୍କୋପ୍ ମିଳିବ। ବୋଲିବୁ କି? କାହିଁକି?